ବିଶେଷତ୍ୱ ହେଉଛି ଡୋନର ଯାହା ଦେବ ସରକାର ତାର 2 ଗୁଣ ଦେବେ। ଡୋନର ଯଦି ସେ ଯେଉଁ ନିଜେ ଏଠି ମଞ୍ଚ ଉପରେ ଘୋଷଣା କଲେ 50,000 ଟଙ୍କା ଡୋନେଟ୍ କରିବେ ବିଦ୍ୟାଳୟର ପଞ୍ଚସଖା ଆକାଉଣ୍ଟକୁ, ତା ଅର୍ଥ ଆମକୁ 1.5 ଲକ୍ଷ ପଇସା ଆମ ଆକାଉଣ୍ଟକୁ ଆସିଯାଉଛି। 50,000 ତାଙ୍କର, ସରକାରଙ୍କର ଆଉ 1,00,000 ଟଙ୍କା, ତା 2 ଗୁଣ, ଅର୍ଥାତ୍ 1.5 ଲକ୍ଷ ଟଙ୍କା ଆମେ ଗୋଟେ ଭଲ ପ୍ରୋଜେକ୍ଟ ବି କରିପାରିବେ ଏଇ ଆମାଉଣ୍ଟରେ। କିନ୍ତୁ ଆମେ ଯେହେତୁ ପଛରେ ଜାଗା କିଣିବା ପାଇଁ ଆହୁରି ଅର୍ଥର ଆବଶ୍ୟକତା ଅଛି, ମୁଁ ଭାବୁଛି ବିଦ୍ୟାଳୟ ପାଇଁ ଦାନ କରିବା ହେଉଛି ଗୋଟେ ବହୁତ ବଡ଼ ଧର୍ମର କାର୍ଯ୍ୟ। ମନ୍ଦିର ପାଇଁ ଆପଣମାନେ ଦାନ କରୁଛନ୍ତି, ଇଏ ହେଉଛି ଜ୍ଞାନର ମନ୍ଦିର। ୟାଠାରୁ ବଡ଼ ମନ୍ଦିର ସଂସାରରେ କିଛି ନାହିଁ। ଆପଣମାନେ ଅକୁଣ୍ଠିତ ଚିତ୍ରରେ ଦାନ କରନ୍ତୁ, ଆପଣଙ୍କୁ ସଫଳ ମନ୍ଦିର ହେବ ନିଶ୍ଚିତ ଭାବରେ। ତେଣୁ ଆପଣ ଯିଏ ବି ଏଠି ପାଠ ପଢ଼ି ଯାଇଛନ୍ତି, ପ୍ରତିଷ୍ଠିତ ହେଇଛନ୍ତି, ବିଜନେସ୍ କରନ୍ତୁ, ତାଙ୍କର ଯେତିକି କ୍ଷମତା ଅଛି ସେମାନେ ପଞ୍ଚସଖା ଆକାଉଣ୍ଟରେ ପ୍ରଦାନ କରନ୍ତୁ ଏବଂ ସେମାନେ ଆମକୁ କ୍ୟାସ୍ ଦେବା ଦରକାର ନାହିଁ, ଚେକ୍ ଆକାରରେ ଦିଅନ୍ତୁ, ଆକାଉଣ୍ଟରେ ଜମା କରନ୍ତୁ, କିଛି ଆପତ୍ତି ନାହିଁ। ଏହାପରେ ମୋର ସ୍ୱଳ୍ପ 2 ମିନିଟ୍ ମାତ୍ର କହିବି ସଭାପତି ହିସାବରେ। ମୁଁ ଗୋଟିଏ କଥା କହିବି, ବର୍ତ୍ତମାନ ଗୋଟିଏ ଜିନିଷ ଆମେ ଲକ୍ଷ୍ୟ କରୁଛୁ, ସମାଜର ସବୁକିଛି ବିକାଶ ହେଇଛି। ଆମେ ଦେଖୁଛୁ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହେଇଛି, ଟେକ୍ନୋଲୋଜି ବହୁତ ଆଗକୁ ଯାଇଛି, କମ୍ପ୍ୟୁଟର ଯୁଗରେ ଆମେ ବର୍ତ୍ତମାନ ଅଛନ୍ତି, ମହାକାଶ ବିଜ୍ଞାନରେ ଆମେ ବହୁତ ଆଗକୁ ଯାଇଛନ୍ତି। କିନ୍ତୁ ଆଉ ଗୋଟିଏ ଜିନିଷ ଆମର ହ୍ରାସ ପାଇছে, ସେଟା ନୈତିକତା। ଆମେ ଯଦି ନୈତିକତାକୁ ହରେଇକି ବିକାଶ ଆଡ଼କୁ ଯିବା,